ପିଲାମାନେ ଏହା ହେଉଛି ତୁମର ସପ୍ତମ ଶ୍ରେଣୀ ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2026। ଠିକ୍ ଅଛି। ଶ୍ରେଣୀ ସପ୍ତମ ବିଷୟ ହେଉଛି ବିଜ୍ଞାନ। ଶିକ୍ଷାର୍ଥୀଙ୍କ ନାମ ଏଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ ପିଲାମାନେ। ଠିକ୍ ଅଛି। ଏଠି ଲେଖିବ ତୁମର ରୋଲ୍ ନମ୍ବର, ଏଠି ଲେଖିବ ବିଭାଗ, ଏଠି ଲେଖିବ ତାରିଖ। ଠିକ୍ ଅଛି ପିଲାମାନେ, ଏଇ ତୁମର ପରୀକ୍ଷାଟି ସମ୍ପୂର୍ଣ୍ଣ 2 ଘଣ୍ଟାର ସମୟ। ପୃଷ୍ଠା ସଂଖ୍ୟା ହେଉଛି 6 ଏବଂ ପ୍ରଶ୍ନ ସଂଖ୍ୟା ହେଉଛି 29 ଏବଂ ପୂର୍ଣ୍ଣ ସଂଖ୍ୟା ହେଉଛି 50। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ସୂଚନା ଅଛି ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ଡାହାଣ ପାର୍ଶ୍ୱରେ ଦିଆଯାଇଛି। ପ୍ରତ୍ୟେକ ପ୍ରଶ୍ନର ତଳେ ବା ନିକଟରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖିବ। ଠିକ୍ ଅଛି। 1ରୁ 5 ନମ୍ବର ପର୍ଯ୍ୟନ୍ତ ଉତ୍ତର ପାଇଁ ଶୂନ୍ୟସ୍ଥାନ ପୂରଣ କର। ସବୁଠାରୁ କମ୍ ଜଳ ଧାରଣ କ୍ଷମତା କେଉଁ ମାଟିରେ ଥାଏ? ଏଠାରେ ତୁମେ ଲେଖିବ ବାଲିଆ। ଠିକ୍ ଅଛି। ଏଠାରେ ତୁମେ ଲେଖିବ ବାଲିଆ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବାୟୁ ଶ୍ଵସନ ଡେକ୍ସ ଗ୍ୟାସ୍ ଉପସ୍ଥିତିରେ ସଂଗଠିତ ହୁଏ। ଏଠାରେ ତୁମେ ଲେଖିବ ଅମ୍ଳଜାନ। ଠିକ୍ ଅଛି, ଅମ୍ଳଜାନ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଏକ ଦ୍ୱିବାର୍ଷୀ ଉଦ୍ଭିଦର ନାମ କ'ଣ? ଏଠାରେ ତୁମେ ଲେଖିବ ଖଜୁରୀ। ଖଜୁରୀ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ନୌ ସଞ୍ଚାଳନ କ୍ଷେତ୍ରରେ ବେଗର ଏକକ କ'ଣ? 4 ନମ୍ବର ଏଠାରେ ଉତ୍ତର ଲେଖିବ ନଟ୍। ନଟ୍ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ହିଟରର ତାରକୁଣ୍ଡଳୀ ଡେକ୍ସ ଧାତୁରେ ତିଆରି ହୋଇଥାଏ। ଏଠାରେ ଲେଖିବ ତୁମେ ନିକ୍ରୋମ୍। ନିକ୍ରୋମ୍। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ପାଇଁ ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖିବ। ଦନ୍ତ ଚିକିତ୍ସା କେଉଁ ଦର୍ପଣ ସାହାଯ୍ୟରେ ରୋଗୀର ଦାନ୍ତ ପରୀକ୍ଷା କରନ୍ତି? ଏଠାରେ ଅପସନ୍ ଅଛି ଉତ୍ତଳ, ଅବତଳ, ସମତଳ, କୌଣସିଟି ନୁହେଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଅବତଳ ଦର୍ପଣ। ଖ ନମ୍ବର ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ମୋଟ ଜଳର କେତେ ଭାଗ ଲୁଣି ସମୁଦ୍ର? ଏଠାରେ ଅପସନ୍ ଅଛି 75 ଭାଗ, 97.5 ଭାଗ, 90 ଭାଗ, 95.7 ଭାଗ। ଏଠାରେ ସଠିକ୍ ଉତ୍ତରଟି ହେଉଛି 97.5 ଭାଗ। ଏହା ହେଉଛି ଖ ନମ୍ବର ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଡାଲି ଜାତୀୟ ଉଦ୍ଭିଦର ଚେରରେ ଥିବା ବୀଜାଣୁ କେଉଁ ଗ୍ୟାସ୍ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରେ? ଏଠାରେ ଅପସନ୍ ଅଛି ଅମ୍ଳଜାନ, ଅଙ୍ଗାରକାମ୍ଳ, ଉଦ୍ଜାନ, ଯବକ୍ଷାରଜାନ। ଏଠାରେ ସଠିକ୍ ଉତ୍ତରଟି ହେଉଛି ଯବକ୍ଷାରଜାନ। ଘ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କଠିନ ପଦାର୍ଥରେ ତାପ ସଞ୍ଚରଣକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି ପରିବହନ, ପରିଚାଳନ, ବିକିରଣ, କୌଣସିଟି ନୁହେଁ। ଏଠାରେ ସଠିକ୍ ଉତ୍ତରଟି ହେଉଛି ପରିବହନ। କ ନମ୍ବର ହେଉଛି ସଠିକ୍ ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରେଶମ ପୋକର ଲାର୍ଭାର ପର ଅବସ୍ଥାକୁ କ'ଣ କୁହାଯାଏ? ଏଠାରେ ଅପସନ୍ ଅଛି କୋଷା, ପ୍ୟୁପା, ଲାର୍ଭା, ମଥ। ଏଠାରେ ସଠିକ୍ ଉତ୍ତରଟି ହେଉଛି ପ୍ୟୁପା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 1ରୁ 14 ନମ୍ବର ପ୍ରଶ୍ନରେ ପ୍ରଥମ ଯୋଡ଼ାର ସମ୍ପର୍କ ଦେଖି ଦ୍ୱିତୀୟ ଯୋଡ଼ାର ସମ୍ପର୍କକୁ ଖାଲି ସ୍ଥାନରେ ପୂରଣ କରିବ। ଠିକ୍ ଅଛି। ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରଶ୍ୱାସ ଅମ୍ଳଜାନ, ନିଶ୍ୱାସ କ'ଣ ହେବ? ଏଠାରେ ସଠିକ୍ ଉତ୍ତରଟି ହେଉଛି ଅଙ୍ଗାରକାମ୍ଳ। ଏଇଠି ଲେଖିବ ଅଙ୍ଗାରକାମ୍ଳ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଦହି ଲାକ୍ଟିକ୍ ଅମ୍ଳ, ଭିନେଗାର। ଏଠାରେ ତୁମେ ଲେଖିବ ପିଲାମାନେ 12 ନମ୍ବର ଏସିଟିକ୍ ଏସିଡ୍। ଏସିଟିକ୍ ଏସିଡ୍। ଠିକ୍ ଅଛି। ଏସିଟିକ୍ ଏସିଡ୍। ଏସିଟିକ୍ ଏସିଡ୍। ତାପରେ 13 ନମ୍ବର ଦେଖିବା, ଉଦ୍ଭିଦର ଖାଦ୍ୟ ପ୍ରସ୍ତୁତି ଅଙ୍ଗାରକାମ୍ଳ, ଉଦ୍ଭିଦର ଶ୍ୱାସକ୍ରିୟା କ'ଣ ହେବ? ଏଠି ତୁମେ ଲେଖିବ ଅମ୍ଳଜାନ। ଅମ୍ଳଜାନ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଦୋରସା ମାଟି ଧାନ, କଳା ମାଟି କ'ଣ ହେବ? ଏଠାରେ ତୁମେ ଲେଖିବ କପା ଚାଷ। କପା ଚାଷ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା,
15 ଓ 16 ପ୍ରଶ୍ନର ଉତ୍ତର ଦିଅ। ଲୁହା ମୌଳିକର ପ୍ରତୀକ। ଲୁହା ମୌଳିକର ପ୍ରତୀକ କ'ଣ? ଏଠାରେ ସଠିକ୍ ଉତ୍ତରଟି ହେଉଛି FE। FE ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଖାଇବା ଲୁଣର ସଂକେତ କ'ଣ? ଖାଇବା ଲୁଣର ସଂକେତ ହେଉଛି NaCl। ଏଇଠି ତୁମେ ଲେଖିବ NaCl ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, କସ୍ତମ୍ବର ଉପଯୁକ୍ତ ଶବ୍ଦକୁ ଖସ୍ତମ୍ବର ଉପଯୁକ୍ତ ଶବ୍ଦ ସହ ଗାର ଟାଣିବ। ଠିକ୍ ଅଛି। ଆମେ ସିଧାସଳଖ ଉତ୍ତର ପାଖକୁ ଯିବା। ପତ୍ର ସହିତ ସ୍ତମ୍ଭକୁ ଗାର ଟାଣିବ। ଠିକ୍ ଅଛି। ପତ୍ର ସ୍ତମ୍ଭ। ତାପରେ ଅଛି ଅସରପା ଶ୍ୱାସରନ୍ଧ୍ର। ଅସରପାର ତୁମେ ଗାର ଟାଣିବ ଶ୍ୱାସରନ୍ଧ୍ର। ତାପରେ ସ୍ପାଇରୋଗାଇରା। ସ୍ପାଇରୋଗାଇରାରୁ ଗାର ଟାଣିବ ବିଖଣ୍ଡନ। ଠିକ୍ ଅଛି। ଏଠାରୁ ଗାର ଟାଣିବ ତୁମେ ବିଖଣ୍ଡନ। ତାପରେ ପରାଗ ସଙ୍ଗମ ପ୍ରଜାପତି। ପରାଗ ସଂଯମରୁ ଗାର ଟାଣିବ ପ୍ରଜାପତି। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଅଠରରୁ 26 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଦିଅ। ହ୍ୟୁମ୍ସ କ'ଣ? ଏହା କିପରି ସୃଷ୍ଟି ହୁଏ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, H2+O2 implies that H2O ରାସାୟନିକ ସମୀକରଣଟି ସମତୁଲ କର। ପିଲାମାନେ ଏହାର ସଠିକ୍ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ବେଗର ସଂଜ୍ଞା କ'ଣ? ଏହାର ମୌଳିକ ଏକକ କ'ଣ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବିଦ୍ୟୁତ୍ ସେଲ୍ର ସଂକେତର ଚିତ୍ର ଅଙ୍କନ କରି ବିଦ୍ୟୁତ୍ ଆଗୁରା ଦ୍ୱାର ଚିହ୍ନ ସୂଚିତ କର। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ବାୟୁ ଶ୍ଵସନ ଓ ଅବାୟୁ ଶ୍ଵସନ ମଧ୍ୟରେ ପାର୍ଥକ୍ୟ କ'ଣ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ବିଦ୍ୟୁତ୍ ଚୁମ୍ବକର 2ଟି ବ୍ୟବହାର ଲେଖ। ବିଦ୍ୟୁତ୍ ଚୁମ୍ବକର 2ଟି ବ୍ୟବହାର। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଇଷ୍ଟର ଅଲିଙ୍ଗୀଜନନ ପ୍ରକ୍ରିୟାକୁ କ'ଣ କୁହାଯାଏ? ଏହା କିପରି ସଂଘଟିତ ହୁଏ? ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି, ତୁମେ ଲେଖିବ। ଠିକ୍ ଅଛି। ଆମ୍ବୁଲାନ୍ସ ଗାଡ଼ିରେ ଇଂରାଜୀ ଅକ୍ଷର ଆମ୍ବୁଲାନ୍ସକୁ ଓଲଟାଇ ଲେଖାଯାଇଥାଏ, କାହିଁକି? ଅତି ସୁନ୍ଦର ପ୍ରଶ୍ନ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ ଲେଖିବ। ଠିକ୍ ଅଛି। ତାପରେ ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ଶୀତସ୍ୱସ୍ତି କ'ଣ? ଏହି ସମୟରେ ବ୍ୟଙ୍ଗ କିପରି ଶ୍ୱାସକ୍ରିୟା କରେ? ପିଲାମାନେ ଏହାର ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ କରିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି ଦେଖିବା। ସମସ୍ତ ପ୍ରଶ୍ନର ଉତ୍ତର ଦିଅ। ମାଟିର ପରିଚିତ୍ରଣ ଚିତ୍ର ସହ ବର୍ଣ୍ଣନା କର, କିମ୍ବା ଜଙ୍ଗଲ ଧ୍ୱଂସ ପାଇବା ପଛରେ ଥିବା 5ଟି କାରଣ ଲେଖ। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ମେଣ୍ଢା ଲୋମରୁ ପଶମ ପ୍ରସ୍ତୁତି ପାଇଁ ସୋପାନଗୁଡ଼ିକ ଲେଖ, କିମ୍ବା ଆଲୋକଶ୍ଳେଷଣ କ'ଣ? ଏହାର ସମୀକରଣ ସହ ବର୍ଣ୍ଣନା କର। ପିଲାମାନେ ଏହାର ସମ୍ପୂର୍ଣ୍ଣ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ କରିବ। ଠିକ୍ ଅଛି। ଦେଖିବା ପରବର୍ତ୍ତୀ ପ୍ରଶ୍ନ କ'ଣ ଅଛି। ସମାୟନ କ'ଣ? ସପୁଷ୍ପକ ଉଦ୍ଭିଦରେ ଦ୍ୱିସମାୟନ ଓ ତ୍ରିସଂଯୋଜନ କିପରି ହୁଏ? ବିଜୁଳି ଘଡ଼ଘଡ଼ି ସମୟରେ କି ସତର୍କତା ଅବଲମ୍ବନ କରିବା ଉଚିତ, ତାହା ସମ୍ପର୍କରେ ବର୍ଣ୍ଣନା କର। ପିଲାମାନେ ସମ୍ପୂର୍ଣ୍ଣ ସଠିକ୍ ଉତ୍ତର ମୁଁ ଦେଇଛି ସ୍କ୍ରିନ୍ରେ, ତୁମେ କରିବ। ଠିକ୍ ଅଛି। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବ, ଲାଇକ୍ କରିବ ଏବଂ ସେୟାର କରିବ। ଠିକ୍ ଅଛି। ଧନ୍ୟବାଦ।